ସାଙ୍ଗମାନେ ଯେ ତୁ ମୋ ଆଖିର ତାରା ସିରିଏଲରେ ଦେଖନ୍ତୁ ତାରିଣୀ ଦୁଇଟି କଣ୍ଢେଇ ଧରି କୁହେ ଏ ଦୁଇଟା ତ ସେମ୍ ସେମ୍। ତରୁଣ କୁହେ ସେମ୍ ସେମ୍ ନୁହେଁ ତାରିଣୀ, କିନ୍ତୁ ହଁ ସିମିଲାର ନିଶ୍ଚୟ ଅଛି। ତାରିଣୀ କୁହେ ଖଡ଼ୁସ୍ ଏଥିରେ ଖରାପ କ'ଣ ରହିଲା? ତରୁଣ କୁହେ ତାରିଣୀ ସେମ୍ ମାନେ ସମାନ ଆଉ ସିମିଲାର ମାନେ ଏକା ଭଳି ଦେଖାଯାଉଥିବା। ଟିକେ ଧ୍ୟାନ ସେ ଦେଖିବ ତମକୁ ବି ଫରକ ଜଣାପଡ଼ିଯିବ। ଆଉ ତାପରେ ତାରିଣୀ ସେ ଦୁଇଟି କଣ୍ଡେଇକୁ ଭଲସେ ଦେଖେ ଆଉ କୁହେ ହଁ ଖଡ଼ୁସ୍ ସତରେ ତ ଏ ଦୁଇଟା ଟିକେ ଅଲଗା ଅଛି, ଦେଖାଯାଉଛି ପୁରା ଏକା ପରି। ତରୁଣ କୁହେ ସେଇଥିପାଇଁ ଦୂରରୁ ଦେଖିଲେ ସମସ୍ତଙ୍କୁ ବି କନଫ୍ୟୁଜ୍ ହେଇଯାଏ, ଯେମିତିକି ତମେ ହେଇଯାଇଥିଲ ସେ କରାଡ଼ି ଝିଅକୁ ଦେଖିକି। ତାପରେ ତାରିଣୀ କୁହେ ତମେ କେମିତି ଜାଣିଲ? ତମେ କ'ଣ ତାକୁ ଦେଖିଲ କି? ତରୁଣ କୁହେ ମୁଁ ତାକୁ ଦେଖିଲି ଆଉ ବହୁତ ପାଖରୁ ଦେଖିଲି। ଆଉ ତାରିଣୀ ଟିକେ ହସି ଦିଏ ଆଉ କୁହେ ତାହେଲେ ତମେ ତାଙ୍କ ସହିତ କଥା ବି ହେଇଥିବ ନା? ତମେ ତ ତାଙ୍କୁ ପଚାରିଥିବ ନା ସେ କେଉଁ ସିକ୍ରେଟ୍ ମିଶନରେ ଅଛନ୍ତି? ତମେ ଏଇ କଥା ପଚାରିଥିବ ନା ଘରକୁ କେଉଁଦିନ ଆସିବେ? ତରୁଣ କୁହେ ନାଇଁ ମାମା, ସେ ପୁରା ଏକଦମ ଏ ଡଲ୍ ପରି ସିମିଲାର ଦେଖାଯାଉଛନ୍ତି। ସେ ଏକଦମ ଅଲଗା, ସେ ପୁରାପୁରି ଅଲଗା, ସେ ପୁରାପୁରି ଅଲଗା। ମୁଁ ତ ତାଙ୍କ ଘରେ ବି ରହିକି ଆସିଛି, ସେଇଥିପାଇଁ ମୁଁ ଭଲରେ ଜାଣିଛି ସେ କେବଳ ତାରା ଭଳି ଦେଖିବାକୁ, କିନ୍ତୁ ସେ ଆମ ତାରା ନୁହେଁ। ଆଉ ଏପଟେ ତପସ୍ୟା ସବୁ କଥା ଶୁଣୁଥାଏ ଆଉ କୁହେ ଓ ଗଡ୍ ଏତେ ସିମିଲାର କେମିତି ହେଇପାରେ? ତାରିଣୀକୁ ଛାଡ଼, ତରୁଣୀ ବି ଧୋକା ଖାଇଗଲେ। ଆଉ ତରୁଣୀ ସେ ଝିଅ ବିଷୟରେ କାହାକୁ ବି କହିନାହାନ୍ତି ଯେ ସେ ଝିଅର ମୁହଁ ତାରା ସହ ମିଶୁଛି। ତା ମାନେ କ'ଣ ତରୁଣୀ ବି ସେ ଝିଅ ପାଇଁ ଡିଷ୍ଟର୍ବ ଅଛନ୍ତି? ତରୁଣ କୁହେ ଦେଖ ମାମା, ସେ ଯଦି ତମ ତାରା ହେଇଥାନ୍ତେ ନା ସେ ଯେଉଁଠି ବି ସିକ୍ରେଟ୍ ମିଶନରେ ଥିଲେ ବି ମୁଁ ତାଙ୍କୁ ଆମ ପାଖକୁ ଫେରେଇ ଆଣିଥାନ୍ତି। ସେ ଆମ ତାରା ନୁହନ୍ତି। ଆମକୁ ଏସବୁ କଥାକୁ ଗ୍ରହଣ କରିବାକୁ ପଡ଼ିବ। ଆମ ସହିତ ଯାହା ବି ହେଲା ସେଇଟା ଗୋଟେ ମିରାକଲ୍ ଥିଲା ସତ, କିନ୍ତୁ ମ୍ୟାଜିକ୍ ନୁହେଁ ମାମା। ସେଥିପାଇଁ ଆମେ ଆଉ ସେଠିକି କେବେ ବି ଯିବାନି, ଆଉ ତାଙ୍କ ବିଷୟରେ ଆମେ ଆଉ କିଛି ବି କଥା ହେବାନି। ମୁଁ କ'ଣ କହୁଛି ତମେ ବୁଝିପାରୁଛ ତ? ତାରିଣୀ ବହୁତ ମନ ଦୁଃଖ କରେ। ସାଙ୍ଗମାନେ ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଛୋଟିଆ ଲାଇକ୍ଟେ ବି କରିଦିଅନ୍ତୁ, କାହିଁକିନା ମୁଁ ଏଇଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।